ବିଛାରାଶି ବ୍ୟକ୍ତିବିଶେଷଙ୍କର ଫେବୃଆରୀ ମାସଟି କିପରି ରହିବ ସମ୍ପୂର୍ଣ୍ଣ ଭାବରେ ଆମେ ସେହି ବିଷୟରେ ଆଲୋଚନା କରିବା। ସେମାନଙ୍କର ସ୍ୱାସ୍ଥ୍ୟ, ଶିକ୍ଷା, ପ୍ରେମ ସମ୍ପର୍କ, ବୈବାହିକ ଜୀବନ, ଭାଗ୍ୟ, କ୍ୟାରିୟର ଏବଂ ବେପାର ବାଣିଜ୍ୟ ଉପରେ ବିସ୍ତାର ଭାବରେ ଆଲୋଚନା କରିବା। ନବଗ୍ରହଙ୍କର ସ୍ଥିତି ମଧ୍ୟ ଦେଖିବା। ନବଗ୍ରହ ଏ ପ୍ରକାରର ଫଳ ଦେବାରେ ସକ୍ଷମ ହେବେ। ଶେଷରେ ଅଶୁଭତ୍ୱ ପ୍ରଦାନ କରୁଥିବା ଗ୍ରହମାନଙ୍କ ପାଇଁ କିଛି ବିଶେଷ ପ୍ରତିକାର ମଧ୍ୟ ଜାଣିବା। ସେଥିପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଚାଲନ୍ତୁ ଆରମ୍ଭ କରିବା ଏହି କାର୍ଯ୍ୟକ୍ରମ, ଯାହାକି ଆପଣଙ୍କର ଜନ୍ମ ରାଶି ଚନ୍ଦ୍ର ରାଶି ଉପରେ ଆଧାରିତ। ଫେବୃଆରୀ ମାସ ଆରମ୍ଭରେ ବିଛା ରାଶିରେ ନବଗ୍ରହଙ୍କର ସ୍ଥିତି ବିଷୟରେ ସର୍ବପ୍ରଥମେ ଜାଣିବା। ଏହା ପୂର୍ବରୁ ଯଦି ଆପଣଙ୍କର ବି ବିଛା ରାଶି ହୋଇଥାଏ ଏବଂ ଆପଣ ବି ଈଶ୍ୱରଙ୍କୁ ସଚ୍ଚା ହୃଦୟରୁ ଭକ୍ତି କରନ୍ତି, ବିଶ୍ୱାସ କରନ୍ତି, ତେବେ ଏହି ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ, ଜୟ ହନୁମାନ ଅବଶ୍ୟ ଲେଖିଦିଅନ୍ତୁ। ତ ସର୍ବପ୍ରଥମେ ଜାଣିବା ଏହି ଫେବୃଆରୀ ମାସରେ ବିଛା ରାଶିରେ ନବଗ୍ରହଙ୍କର ସ୍ଥିତି କିପରି ରହିବ। ଯେବେ ଫେବୃଆରୀ ମାସ ଆରମ୍ଭ ହେବ ତ ବିଛା ରାଶିରେ ନବଗ୍ରହଙ୍କର ସ୍ଥିତି କିଛି ଏହି ପ୍ରକାର ରହିବ, ଯେମିତି ଆପଣ ସ୍କ୍ରିନରେ ଦେଖୁଛନ୍ତି। ବନ୍ଧୁଗଣ, ରାଶିଚକ୍ରର ଅଷ୍ଟମ ରାଶି ହେଉଛି ବିଛା ରାଶି ଏବଂ ଆପଣଙ୍କ ରାଶିର ଅଧିପତି ହେଉଛନ୍ତି ମଙ୍ଗଳ ଦେବ ଏବଂ ମଙ୍ଗଳ ଆପଣଙ୍କର ଅଷ୍ଟମ ଭାବରେ ବିରାଜମାନ ଅଛନ୍ତି। ଆପଣଙ୍କର ତୃତୀୟ ଭାବରେ ସୂର୍ଯ୍ୟ ଏବଂ ବୁଧ ବିରାଜମାନ ଅଛନ୍ତି। ଚତୁର୍ଥ ଭାବରେ ଶନି ବିରାଜମାନ ଅଛନ୍ତି। ଆପଣଙ୍କର ପଞ୍ଚମ ଭାବରେ ରାହୁ ଏବଂ ଶୁକ୍ର ବିରାଜମାନ ଅଛନ୍ତି। ସପ୍ତମରେ ଦେବଗୁରୁ ବୃହସ୍ପତି ବିରାଜମାନ ଅଛନ୍ତି। ଆପଣଙ୍କର ଅଷ୍ଟମ ଭାବରେ ମଙ୍ଗଳ ଏବଂ ଏକାଦଶ ଭାବରେ କେତୁ ବିରାଜମାନ ଅଛନ୍ତି। ଧ୍ୟାନ ଦେଇ ଶୁଣନ୍ତୁ। ସବୁଠୁ ପ୍ରଥମେ ଜାଣିବା ଆପଣଙ୍କର ସ୍ୱାସ୍ଥ୍ୟ କିପରି ରହିବ ଏହି ଫେବୃଆରୀ ମାସ 2025ରେ। ବନ୍ଧୁଗଣ, ପ୍ରଥମ ଭାବ ହୋଇଥାଏ ଆପଣଙ୍କର ସ୍ୱାସ୍ଥ୍ୟର ଭାବ, ଇମ୍ୟୁନିଟି ସିଷ୍ଟମର ଭାବ ଏବଂ ପ୍ରଥମ ଭାବର ଅଧିପତି ହେଉଛନ୍ତି ମଙ୍ଗଳ ଦେବ ଏବଂ ମଙ୍ଗଳ ଆପଣଙ୍କର ଅଷ୍ଟମ ଭାବରେ ବିରାଜମାନ ଅଛନ୍ତି। ଦେଖନ୍ତୁ, ଅଷ୍ଟମ ଭାବକୁ କୁଣ୍ଡଳୀରେ ଭଲ ବିଚାର କରାଯାଇନଥାଏ, ରୋଗର ଭାବ ମାନାଯାଇଥାଏ। ଷଷ୍ଠ, ଅଷ୍ଟମ ଏବଂ ଦ୍ୱାଦଶ ଭାବକୁ ଦୁଷ୍ଟ ସ୍ଥାନ ମାନାଯାଇଥାଏ। ଆପଣଙ୍କର ରାଶିର ସ୍ୱାମୀ ମଙ୍ଗଳ ଅଷ୍ଟମ ଭାବରେ ବିରାଜମାନ ଅଛନ୍ତି। ଆପଣଙ୍କୁ ଏହି ମାସରେ ଆପଣଙ୍କର ସ୍ୱାସ୍ଥ୍ୟର ବିଶେଷ ଧ୍ୟାନ ଦେବାର ଅଛି। ଖାସ୍ କରି ଯେତେବେଳେ ଆପଣ ବାହାରକୁ କେଉଁଠାକୁ ଯାଉଛନ୍ତି, ଟ୍ରାଭେଲ କଲାବେଳେ ଆପଣଙ୍କର ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ନହେଲେ ମୁଣ୍ଡ ବିନ୍ଧା ଭଳି ସମସ୍ୟା, ଆଖିରେ ଜ୍ୱଳନ ଭଳି ସମସ୍ୟା ଏବଂ ଗାଡ଼ି ମୋଟର ଚଳାଚଳି କଲାବେଳେ ବିଶେଷ ସତର୍କତା ଅବଲମ୍ବନ କରନ୍ତୁ। ଛୋଟମୋଟ ଖଣ୍ଡିଆ ଖାବାର ହେବାର ମଧ୍ୟ ସମ୍ଭାବନା ବନୁଅଛି। ଏଥିପ୍ରତି ଆପଣ ବିଶେଷ ଧ୍ୟାନ ଦେବେ। ଏବେ ଜାଣିବା ଆପଣଙ୍କର ଶିକ୍ଷା କ୍ଷେତ୍ର କିପରି ରହିବ ଏହି ଫେବୃଆରୀ ମାସ 2025ରେ। ବନ୍ଧୁଗଣ, ପଞ୍ଚମ ଭାବ ହୋଇଥାଏ ଆପଣଙ୍କର ଶିକ୍ଷା କ୍ଷେତ୍ରର ଭାବ ଏବଂ ପଞ୍ଚମ ଭାବର ଅଧିପତି ହେଉଛନ୍ତି ଦେବଗୁରୁ ବୃହସ୍ପତି ଏବଂ ବୃହସ୍ପତି ଆପଣଙ୍କର ସପ୍ତମ ଭାବରେ ବିରାଜମାନ ଅଛନ୍ତି। ଦେଖନ୍ତୁ, ଏହି ମାସରେ ବୃହସ୍ପତିଙ୍କର ସ୍ଥିତି ବହୁତ ଭଲ ଅଛି। ବୃହସ୍ପତି ଆପଣଙ୍କର ସପ୍ତମ ଭାବରେ ବହୁତ ବଳବାନ ଅବସ୍ଥାରେ ଅଛନ୍ତି ଏବଂ ଆପଣଙ୍କ ରାଶିକୁ ଦେଖୁଛନ୍ତି। ଏହି ମାସରେ ଆପଣଙ୍କର ପାଠପଢ଼ାର ସ୍ଥିତି ବହୁତ ଭଲ ରହିବ। ପାଠପଢ଼ାରେ ଆପଣ ବହୁତ ଅଧିକ ଉନ୍ନତି କରିବେ। ଆପଣଙ୍କର ଜ୍ଞାନ ବଢ଼ିବ, ବୁଦ୍ଧି ବଢ଼ିବ। ଆପଣ ଯଦି କିଛି ଇଣ୍ଟରଭ୍ୟୁ ଦେବାକୁ ଯାଉଛନ୍ତି, ତେବେ ସେଥିରେ ଆପଣ ନିଶ୍ଚିନ୍ତ ସଫଳତା ପ୍ରାପ୍ତି କରିବେ। ଉଚ୍ଚଶିକ୍ଷା କରିବା ପାଇଁ ବାହାରକୁ ମଧ୍ୟ ଯାଇପାରନ୍ତି। କୌଣସି ନୂତନ ସ୍ଥାନରେ ଆଡ଼ମିସନ୍ ନେଇପାରନ୍ତି। କମ୍ପିଟେଟିଭ୍ ଏକ୍ଜାମ, ପ୍ରତିଯୋଗିତାମୂଳକ ପରୀକ୍ଷାରେ ଆପଣଙ୍କୁ ନିଶ୍ଚିନ୍ତ ଭାବରେ ସଫଳତା ପ୍ରାପ୍ତି ହେବ। କିନ୍ତୁ ପଞ୍ଚମ ଭାବରେ ରାହୁ ଥିବା ହେତୁ ଆପଣଙ୍କ ମନରେ ଟିକେ ଟିକେ ଡାଉଟ୍ ଆସିପାରେ। ଆପଣଙ୍କର ମନ ଭ୍ରମିତ ହୋଇପାରେ। ପାଠପଢ଼ାରୁ ମନ ହଟିପାରେ। ଏଥିପ୍ରତି ଆପଣ ଟିକେ ବିଶେଷ ଧ୍ୟାନ ଦେବେ। ପାଠପଢ଼ାରେ ମନ ଦେବେ। ଏବେ ଜାଣିବା ଆପଣଙ୍କର ପ୍ରେମ ଜୀବନ କିପରି ରହିବ ଏହି ଫେବୃଆରୀ ମାସ 2025ରେ। ବନ୍ଧୁଗଣ, ପଞ୍ଚମ ଭାବ ହିଁ ହୋଇଥାଏ ଆପଣଙ୍କର ପ୍ରେମ ଜୀବନର ଭାବ ଏବଂ ପଞ୍ଚମ ଭାବର ଅଧିପତି ହେଉଛନ୍ତି ଦେବଗୁରୁ ବୃହସ୍ପତି ଏବଂ ବୃହସ୍ପତି ଆପଣଙ୍କର ସପ୍ତମରେ ଅବସ୍ଥାନ କରିଛନ୍ତି। ଦେଖନ୍ତୁ, ଏହି ମାସରେ ଆପଣଙ୍କର ପ୍ରେମ ଜୀବନ ବହୁତ ଭଲ ରହିବ, କାହିଁକି ନା ବୃହସ୍ପତି ବଳବାନ ଅବସ୍ଥାରେ ଅଛନ୍ତି ଏବଂ ଆପଣଙ୍କର ରାଶିକୁ ଦେଖୁଛନ୍ତି। ଖାସ୍ କଥା ଏହା ଅଟେ କି ଏହି ମାସରେ ଆପଣଙ୍କର ପଞ୍ଚମ ଭାବରେ ଶୁକ୍ର ବିରାଜମାନ ଅଛନ୍ତି, ଯିଏକି ପ୍ରେମର କାରକ ଗ୍ରହ। ଆପଣ ଦୁଇ ଜଣଙ୍କ ମଧ୍ୟରେ ଭଲ ପାଇବା ବଢ଼ିବ। ଯେଉଁମାନଙ୍କର କଥାବାର୍ତ୍ତା ବନ୍ଦ ହୋଇଯାଇଥିଲା, ବ୍ରେକଅପ୍ ଆଦି ହୋଇଯାଇଥିଲା, ସେମାନଙ୍କର ପୁଣି ଥରେ କଥାବାର୍ତ୍ତା ହୋଇପାରେ। ପ୍ୟାଚଅପ୍ ହେବାର ମଧ୍ୟ ସମ୍ଭାବନା ବନୁଅଛି। ଏହି ମାସରେ ଆପଣଙ୍କର ଭଲ ପାଇବା ବିବାହର ରୂପ ମଧ୍ୟ ନେଇପାରେ।
ଭ୍ରମଣ ସୁଖ ମଧ୍ୟ ଆପଣଙ୍କୁ ପ୍ରାପ୍ତି ହୋଇପାରେ। ପଞ୍ଚମ ଭାବରେ ରାହୁ ଥିବା ହେତୁ ଆପଣଙ୍କ ଭିତରେ ମଝିରେ ମଝିରେ ଆର୍ଗୁମେଣ୍ଟ ମଧ୍ୟ ହୋଇପାରେ। ଆପଣ ଆପଣଙ୍କର ପାର୍ଟନରଙ୍କ ଉପରେ ଡାଉଟ୍ କରିପାରନ୍ତି, ଯାହାଦ୍ୱାରା ଆପଣଙ୍କର ପ୍ରେମ ଜୀବନରେ ଟିକେ ସମସ୍ୟା ମଧ୍ୟ ଦେଖାଦେଇପାରେ। ଏଥିପ୍ରତି ଆପଣ ଟିକେ ଧ୍ୟାନ ଦେବେ। ଏବେ ଜାଣିବା ଆପଣଙ୍କର ବୈବାହିକ ଜୀବନ କିପରି ରହିବ ଏହି ଫେବୃଆରୀ ମାସ 2025ରେ। ବନ୍ଧୁଗଣ, ସପ୍ତମ ଭାବ ହୋଇଥାଏ ଆପଣଙ୍କର ବୈବାହିକ ଜୀବନର ଭାବ ଏବଂ ସପ୍ତମ ଭାବର ଅଧିପତି ହେଉଛନ୍ତି ଶୁକ୍ର ଏବଂ ଶୁକ୍ର ଆପଣଙ୍କର ପଞ୍ଚମ ଭାବରେ ବିରାଜମାନ ଅଛନ୍ତି। ଦେଖନ୍ତୁ, ଗୁରୁ ଆପଣଙ୍କର ସପ୍ତମରେ ଥିବାରୁ ଆପଣଙ୍କର ବୈବାହିକ ଜୀବନ ବହୁତ ଭଲ ରହିବ, ସୁଖମୟ ବ୍ୟତୀତ ହେବ। ଆପଣ ଦୁଇ ଜଣ ମିଶି କିଛି ପ୍ଲାନିଂ କରିପାରନ୍ତି, ଭ୍ରମଣ କରିପାରନ୍ତି। ଯେଉଁ ଦମ୍ପତିମାନେ ସନ୍ତାନର କାମନା ରଖିଥିଲେ ସେମାନଙ୍କୁ ସନ୍ତାନ ସୁଖ ମଧ୍ୟ ପ୍ରାପ୍ତି ହୋଇପାରେ। ଶୁକ୍ର ପଞ୍ଚମରେ ଥିବାରୁ ଆପଣ ଦୁଇ ଜଣଙ୍କ ମଧ୍ୟରେ ଭଲ ପାଇବା ବଢ଼ିବ, ମିଳନର ଯୋଗ ବନୁଅଛି। ଆପଣ ଦୁଇ ଜଣ ମିଶି କୌଣସି ବାହାର ସ୍ଥାନକୁ ଯାତ୍ରା ମଧ୍ୟ କରିପାରନ୍ତି। ଯେଉଁ ବ୍ୟକ୍ତିବିଶେଷମାନଙ୍କର ବିବାହ ହୋଇନାହିଁ, ବିବାହ ବୟସ ହୋଇଥିଲେ ସେମାନଙ୍କର ବିବାହ ମଧ୍ୟ ହୋଇପାରେ କିମ୍ବା ଘରକୁ ବିବାହ ପ୍ରସ୍ତାବମାନ ଆସିପାରେ। ଏବେ ଜାଣିବା ସବୁଠାରେ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ, ଯାହାକି ଆପଣଙ୍କର ଭାଗ୍ୟ, କ୍ୟାରିୟର ଏବଂ ବେପାର ବାଣିଜ୍ୟ କିପରି ରହିବ ଏହି ଫେବୃଆରୀ ମାସ 2025ରେ। ବନ୍ଧୁଗଣ, ନବମ ଭାବ ହୋଇଥାଏ ଆପଣଙ୍କର ଭାଗ୍ୟର ଭାବ, ଦଶମ ଭାବ ହୋଇଥାଏ ଆପଣଙ୍କର କ୍ୟାରିୟରର ଭାବ। ନବମ ଭାବର ଅଧିପତି ହେଉଛନ୍ତି ଚନ୍ଦ୍ରମା। ଦେଖନ୍ତୁ, ଏହି ମାସରେ ବୃହସ୍ପତିଙ୍କର ସ୍ଥିତି ଭଲ ଅଛି। ସୂର୍ଯ୍ୟ ଏବଂ ବୁଧ ମଧ୍ୟ ଆପଣଙ୍କର କେନ୍ଦ୍ରକୁ ଆସିବେ। ଏହି ମାସରେ ଭାଗ୍ୟ ତ ଆପଣଙ୍କର ସାଥ ଦେବ, ଭାଗ୍ୟ ତ ଆପଣଙ୍କର ଭଲ ଅଛି, କିନ୍ତୁ ମଙ୍ଗଳ ଆପଣଙ୍କର ଖରାପ ସ୍ଥିତିରେ ଥିବାରୁ, କମ୍ ବଳ ଥିବାରୁ ଆପଣଙ୍କର କାମରେ ଟିକେ ଡିଲେ ହୋଇପାରେ। ଯେଉଁ କାମ ଗୋଟେ ଦିନରେ ହେବା କଥା ତାହା 4 ଦିନ ଲାଗିଯାଇପାରେ। ଏହିଭଳି ସ୍ଥିତି ଦେଖିବାକୁ ମିଳିପାରେ। ଆପଣ ଯଦି କୌଣସି ବଡ଼ ଇନଭେଷ୍ଟମେଣ୍ଟ କରିବାକୁ ଚାହୁଁଛନ୍ତି ତାହେଲେ ଏହି ମାସରେ କରନ୍ତୁ ନାହିଁ, ମାର୍ଚ୍ଚ ମାସରେ କରିପାରିବେ। ଯଦି ଛୋଟମୋଟ ଇନଭେଷ୍ଟମେଣ୍ଟ କରିବାକୁ ଚାହୁଁଛନ୍ତି ତାହେଲେ ନିଶ୍ଚୟ କରନ୍ତୁ, ସଫଳତା ପ୍ରାପ୍ତି ହେବ। ଆପଣ କିଛି ନୂତନ କାର୍ଯ୍ୟର ମଧ୍ୟ ଆରମ୍ଭ କରିପାରନ୍ତି। ଆପଣଙ୍କର ଗୃହରେ ଶୁଭ ମାଙ୍ଗଳିକ କାର୍ଯ୍ୟର ଆୟୋଜନ ହୋଇପାରେ। ସେୟାର ମାର୍କେଟ, ଷ୍ଟକ୍ ମାର୍କେଟ ଏବଂ ଟ୍ରେଡିଂରେ କାମ କରୁଥିବା ଲୋକମାନଙ୍କୁ ସଫଳତା ପ୍ରାପ୍ତି ହେବ। ଆପଣ କୌଣସି ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି। ଆପଣଙ୍କର ମନ ଧର୍ମ ଆଡ଼କୁ ଅଗ୍ରସର ହୋଇପାରେ। ନୂତନ ଯାନବାହନ, ପ୍ରପର୍ଟି, ଭୂମି କିମ୍ବା ନୂତନ ଗୃହ ନିର୍ମାଣ କରିବା ପାଇଁ ଆପଣ ମନ ବଳେଇ ପାରନ୍ତି। କ୍ୟାରିୟରର କଥା ହେବା ଯଦି ଦଶମ ଭାବ ହୋଇଥାଏ ଆପଣଙ୍କର କ୍ୟାରିୟରର ଭାବ। ଦଶମ ଭାବର ଅଧିପତି ହେଉଛନ୍ତି ସୂର୍ଯ୍ୟ ଏବଂ ସୂର୍ଯ୍ୟ ଆପଣଙ୍କର ତୃତୀୟ ଭାବରେ ବିରାଜମାନ ଅଛନ୍ତି। କିନ୍ତୁ 13 ଫେବୃଆରୀକୁ ଆପଣଙ୍କର ଚତୁର୍ଥ ଭାବକୁ ଚଳନ କରିବେ। 13 ଫେବୃଆରୀ ପରେ ଆପଣ ଆପଣଙ୍କର କ୍ୟାରିୟରରେ ବହୁତ ଅଧିକ ଉନ୍ନତି କରିବେ। ସରକାରୀ କ୍ଷେତ୍ରରେ ଆପଣଙ୍କୁ ବିଶେଷ ଲାଭ ପ୍ରାପ୍ତି ହେବ। ଯେଉଁମାନେ ବେରୋଜଗାର ଥିଲେ, ଯେଉଁମାନଙ୍କ ପାଖରେ କୌଣସି ଚାକିରି ବାକିରି ନଥିଲା, ତ ସେମାନଙ୍କୁ ଚାକିରି ମିଳିବାର ବହୁତ ଅଧିକ ସମ୍ଭାବନା ରହୁଅଛି। ଆପଣ ଚେଷ୍ଟା ଜାରି ରଖନ୍ତୁ। ଉପର ଅଫିସରଙ୍କର ସପୋର୍ଟ ଆପଣଙ୍କୁ ପ୍ରାପ୍ତି ହେବ। କର୍ମକ୍ଷେତ୍ରରେ ଆପଣଙ୍କୁ ସମ୍ମାନିତ କରାଯାଇପାରେ। ସମାଜରେ ଆପଣଙ୍କର ମାନ ପ୍ରତିଷ୍ଠା ବଢ଼ିବ, ମାନ ସମ୍ମାନ ପ୍ରାପ୍ତି ହେବ। ଆପଣଙ୍କ ପାଖକୁ ନୂଆ ନୂଆ କାମ ଆସିପାରେ। ଆପଣ ପ୍ରତ୍ୟେକ କାର୍ଯ୍ୟକୁ ବହୁତ ସୁରୁଖୁରୁରେ କରିପାରିବେ। କୌଣସି ଏମ୍ଏନ୍ସି କମ୍ପାନୀରୁ ଜବ୍ ଅଫର ମଧ୍ୟ ଆସିପାରେ। ଟ୍ରାନ୍ସଫର ହେବାର ମଧ୍ୟ ଯୋଗ ବନୁଅଛି। ବ୍ୟାପାରର କଥା ହେବା ଯଦି ସପ୍ତମ ଭାବ ହୋଇଥାଏ ବ୍ୟାପାର ବାଣିଜ୍ୟର ଭାବ ଏବଂ ସପ୍ତମ ଭାବର ଅଧିପତି ହେଉଛନ୍ତି ବୁଧ ଏବଂ ବୁଧ ଆପଣଙ୍କର ତୃତୀୟ ଭାବରେ ବିରାଜମାନ ଅଛନ୍ତି। କିନ୍ତୁ 11 ଫେବୃଆରୀକୁ ଆପଣଙ୍କର ଚତୁର୍ଥ ଭାବକୁ ଚାଳନ କରିବେ, କେନ୍ଦ୍ରକୁ ଚାଳନ କରିବେ। 11 ଫେବୃଆରୀ ପରେ ଆପଣଙ୍କର ବ୍ୟାପାର ବାଣିଜ୍ୟରେ ବହୁତ ଅଧିକ ଉନ୍ନତି ଦେଖିବାକୁ ମିଳିବ। ଆପଣଙ୍କର ଗ୍ରାହକ ବଢ଼ିପାରନ୍ତି। ଆପଣଙ୍କର ଡେଲି ଇନକମରେ ବୃଦ୍ଧି ଆସିପାରେ। ରୋଜଗାରରେ କିଛି ମାତ୍ରାରେ ବୃଦ୍ଧି ଆସିପାରେ। ଆପଣ ପଇସା କିଛି ସଞ୍ଚୟ କରିପାରିବେ। ଆପଣଙ୍କର ବ୍ୟାଙ୍କ ବାଲାନ୍ସ ବଢ଼ିପାରେ। ପାର୍ଟନରସିପ୍ରେ ବ୍ୟାପାର ବାଣିଜ୍ୟ କରୁଥିଲେ ଆପଣଙ୍କୁ ବିଶେଷ ଲାଭ ପ୍ରାପ୍ତି ହେବ। ବୈଦେଶିକ କାର୍ଯ୍ୟଗତିରୁ ଆପଣଙ୍କୁ ସଫଳତା ପ୍ରାପ୍ତି ହେବ। ଏବେ ଜାଣିବା କିଛି ଉପାୟ ବିଷୟରେ, ଯାହାକୁ କରିବା ଦ୍ୱାରା ଏହି ମାସରେ ଯାହା ବି କିଛି ସମସ୍ୟା ରହୁଅଛି ତାହା ଦୂର ହୋଇପାରିବ। ସର୍ବପ୍ରଥମେ ତ ଆପଣ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ହନୁମାନ ଚାଳିଶାର ପାଠ କରନ୍ତୁ, ଶୁଭଫଳ ପ୍ରାପ୍ତି ହେବ। ପ୍ରତ୍ୟେକ ଦିନ ସୂର୍ଯ୍ୟଙ୍କୁ ଜଳାର୍ଘ୍ୟ ଅର୍ପଣ କରନ୍ତୁ। ସପ୍ତାହର କୌଣସି ବି ମଙ୍ଗଳବାର ଦିନ କୌଣସି ବ୍ରାହ୍ମଣଙ୍କୁ ମସୁର ଡାଲି ଦାନ କରନ୍ତୁ। ଶୁଭଫଳ ପ୍ରାପ୍ତି ହେବା ସହିତ ଆପଣଙ୍କର ଭାଗ୍ୟରେ ଉନ୍ନତି ଆସିବ। ଧନ୍ୟବାଦ।